ଗାଁରେ ବସିଥିଲା ପଞ୍ଚାୟତ ବୈଠକ। ରାଜେଶ ବାବୁ ଆଶା କରିଥିଲେ କି ତାଙ୍କୁ ନ୍ୟାୟ ମିଳିବ ବୋଲି, ହେଲେ ଓଲଟା ହେଲା। ଦୋଷ ନଥାଇ ବୈଠକରେ ରାଜେଶ ବାବୁଙ୍କର ଏତେ ବେଜତି ହେଲା ଯେ ମୁହଁ ଲୁଚେଇ ଘରକୁ ପଳେଇ ଆସିଲେ। ଆଉ ପ୍ରକୃତ ଦୋଷୀକୁ, ଯିଏକି ଜଣେ ଗୁଣ୍ଡା ପ୍ରକୃତିର ଲୋକ ଥିଲେ, ତାଙ୍କୁ ଗାଁ ଲୋକେ କିଛି ବି କହିଲେନି, ଛାଡ଼ିଦେଲେ। ଘରେ ଆସି ମୁହଁ ଲୁଚେଇ ଲୁଚେଇ କାନ୍ଦୁଥିଲେ ରାଜେଶ ବାବୁ। ସ୍ତ୍ରୀଙ୍କୁ କହୁଥିଲେ କି ଲିପି ଯଦି ଆଜି ପୁଅଟିଏ ହୋଇଥାନ୍ତା ତାହେଲେ ହୁଏତ ପଞ୍ଚାୟତରେ ମତେ ବେଜିତ କରିବା ପାଇଁ କିଏ ସାହସ ବି କରିନଥାନ୍ତେ। ହେଲେ ରାଜେଶ ବାବୁ ଜାଣିନଥିଲେ କି ଏକଥା ଲିପି ଲୁଚିକି ଶୁଣୁଛି ବୋଲି। ଲିପିର ଛାତିରେ ଏକଥା ଏମିତି ଗଳିଗଲା ଯେ ସେ ଆଉ ବସି ପାରିଲାନି କି ଠିକରେ ଖାଇ ବି ପାରିଲାନି। 2 ବର୍ଷ ବିତିଗଲା। ଲିପି ଆଇଏଏସ୍ ହୋଇ ଘରକୁ ଫେରିଲେ। ବାପାଙ୍କୁ କହିଲେ ପୁଣି ଥରେ ପଞ୍ଚାୟତ ବୈଠକ ଡାକ। ପଞ୍ଚାୟତ ବୈଠକ ବସିଲା। ପୁଣି ସେ ଗୁଣ୍ଡା ପ୍ରକୃତିର ଲୋକଙ୍କୁ ଡକାଗଲା। ସେ ବୈଠକରେ ଲିପି ଏମିତି କିଛି କଲେ ସାରା ଗାଁ ଲୋକ ସ୍ତବ୍ଧ ହୋଇଗଲେ। ତ ଆପଣଙ୍କ ମନରେ ଆସୁଥିବ କି ଜଣେ ଝିଅ ଯିଏକି ଆଉ କିଛି ଦିନ ପରେ ଜିଲ୍ଲାପାଳ ହୋଇ କେଉଁଠି ଜଏନ୍ କରିଥାନ୍ତେ, ସେ କାହିଁକି ଗାଁକୁ ଯାଇ ପଞ୍ଚାୟତ ବୈଠକ ଡାକିଲେ? ଏମିତି କଣ ଘଟଣା ତାଙ୍କ ଜୀବନରେ ଘଟି ଯାଇଥିଲା ଯାହାକୁ ନେଇ ସେ ପଞ୍ଚାୟତରେ ବୈଠକ ଡାକିଲେ? ଭିଡିଓ ପୁରା ଦେଖନ୍ତୁ, ଜାଣିପାରିବେ। ଭିଡିଓକୁ ଲାଇକ୍ ସେୟାର କରି କମେଣ୍ଟରେ ନିଜର ନାଁ ଓ ଜାଗା ନାଁ ଲେଖିଲେ ଆମେ ପରବର୍ତ୍ତୀ ଭିଡିଓରେ ଆପଣଙ୍କର ନାଁ ଘୋଷଣା କରିବୁ। ଏ ଘଟଣାଟି ହେଉଛି ସୁନ୍ଦରଗଡ଼ ଜିଲ୍ଲାର ରେବତୀ ଗାଁର। ସେଠାରେ ରାଜେଶ ବାବୁଙ୍କର ପରିବାର ରହୁଥିଲେ। ରାଜେଶ ବାବୁଙ୍କର କେବଳ 2ଟି ଝିଅ ହିଁ ଥିଲେ। ବଡ଼ ଝିଅ ହେଲେ ଲିପି, ଆଉ ସେ ଗ୍ରାଜୁଏସନ କରୁଥିଲେ। ରାଜେଶ ବାବୁ ଗାଁରେ ଥିବା ଚାଷ ଜମିରେ ଚାଷବାସ କରି ଜୀବନ ଅତିବାହିତ କରୁଥିଲେ। କମ୍ ରୋଜଗାରରେ ବି ପରିବାର ଖୁସି ଖୁସିରେ ରହୁଥିଲେ। ହେଲେ ତାଙ୍କ ଖୁସିକୁ କେଜାଣି କାହାର ନଜର ଲାଗିଗଲା। ଦିନେ ଗାଁର କିଛି ଖଳ ପ୍ରକୃତିର ଲୋକ ଆସି କହିଲେ କି ତମ ଜମିରେ କାଲିଠୁ ତମେ ଆଉ ଚାଷ କରିପାରିବନି। ରାଜେଶ ବାବୁ କହିଲେ କି କାହିଁକି? ସେ ଜମି ତ ଆମର, ଆମ ପୂର୍ବପୁରୁଷଙ୍କ ଜମି, ତେଣୁ କାହିଁକି ସେଠାରେ ଚାଷ କରିବିନି? କିନ୍ତୁ ସେ ଗୁଣ୍ଡା ଶ୍ରେଣୀର ଲୋକମାନେ କହିଲେ କି ଆମେ କହିଲୁ ମାନେ ତମେ ସେଠାରେ ଆଉ ଚାଷ କରିବନି। ଯଦି ଆମ କଥା ନ ଶୁଣ ତାହେଲେ ତମ ପରିବାରରେ କେହି ବି ଜୀବିତ ରହିବେନି। ଯଦି ଏ ନେଇ କାହା ପାଖରେ ଅଭିଯୋଗ କରିବ ତାହେଲେ ପରଦିନ ଆଉ ତମ ପରିବାରରେ କେହି ବି ନଥିବେ। ଏତେ ବଡ଼ ଧମକ ପରେ ରାଜେଶ ବାବୁ ଡରିଗଲେ। ଭାବିଲେ କି ମୋର ତ ଆଗରେ ପଛରେ କେହି ବି ନାହାନ୍ତି, ମୋର ପୁଅ ବି ନାହିଁ, ତେଣୁ ଯଦି ଏମାନଙ୍କ ସହିତ ଲାଗିବି ତାହେଲେ ହୁଏତ ସତରେ ସେମାନେ ମୋ ପରିବାରର। ସନ୍ଧ୍ୟା ହେଲା। ରାଜେଶ ବାବୁ ସମସ୍ତଙ୍କ ଆଗରେ ଏକଥା କହିଲେ। କହି କହି କାନ୍ଦି ପକେଇଲେ। ସେଠୁ ରାଜେଶ ବାବୁଙ୍କ ସ୍ତ୍ରୀ କହିଲେ କି କାଲି ତମେ ପଞ୍ଚାୟତରେ ବୈଠକ ଡାକ ଆଉ ସେଇଠାରେ ଅଭିଯୋଗ କର। ଆଉ ପଞ୍ଚାୟତରେ ତ ଆମକୁ ସାହାଯ୍ୟ ନିଶ୍ଚୟ କରିବେ। ପରଦିନ ରାଜେଶ ବାବୁ ପଞ୍ଚାୟତ ବୈଠକ ଡାକିଲେ ଆଉ ସେମାନଙ୍କ ଆଗରେ ସବୁ କଥା କହିଲେ। ରାଜେଶ ବାବୁ କହିଲେ କି ସେମାନେ ମୋ ପୂର୍ବପୁରୁଷଙ୍କର ଜମି ହଡପ କରିବାକୁ ଚାହୁଁଛନ୍ତି ଆଉ ସେଠାରେ ଚାଷ କରିବାକୁ ମନା କରିଦେଇଛନ୍ତି, ତେଣୁ ମତେ ଆପଣମାନେ ନ୍ୟାୟ ଦିଅନ୍ତୁ। ଏକଥା ଶୁଣିବା ପରେ ସବୁ ସଦସ୍ୟ ଯେମିତି ଚୁପ୍ ହୋଇଗଲେ, କାରଣ ସେମାନେ ସମସ୍ତେ ସେ ଗୁଣ୍ଡା ପ୍ରକୃତିର ଲୋକଙ୍କୁ ଡରୁଥିଲେ, ଯାହାର ନାଁ ଥିଲା ରଞ୍ଜିତ। କାରଣ ରଞ୍ଜିତ କାହାରି କଥା ବି ଶୁଣୁନଥିଲା, ଆଉ ତାକୁ ବି ଯଦି କିଏ କଣ କହୁଥିଲା ସେ ତାକୁ ଏମିତି ହଇରାଣ କରୁଥିଲା ଯେ ସେମାନେ ଆଉ କହିବାକୁ ସାହସ କରୁନଥିଲେ। ସେଠୁ ପଞ୍ଚାୟତର ସବୁ ସଦସ୍ୟ ଚୁପ୍ ହୋଇଗଲେ। କାହାରି ପାଟିରୁ କିଛି ବି କଥା ବାହାରିଲାନି। ଏତିକି ବେଳେ ରଞ୍ଜିତ ବି ତା ଲୋକଙ୍କୁ ନେଇ ସେଠାକୁ ଆସିଗଲା। ଆଉ ପୁରା ପଞ୍ଚାୟତ ବୈଠକରେ ସେ ରାଜେଶ ବାବୁଙ୍କୁ ଗାଳିମନ୍ଦ କରିବା ସହିତ ବେଜିତ କଲା। ପରିବାର ଆଉ ଝିଅ ବିଷୟରେ ବି ଖରାପ କଥା କହି ଗାଳିଦେଲା। ଏସବୁ ଦେଖିକି ପଞ୍ଚାୟତର ସବୁ ସଦସ୍ୟ ସେଇଠାରୁ ପଳେଇଲେ। ଆଉ କିଛି ବି ଫଇସଲା ହେଲାନି। ରାଜେଶ ଦୁଃଖ ମନରେ ଘରକୁ ଫେରିଲେ। ଘରେ ପହଞ୍ଚିବା ପରେ ଲିପି ପଚାରିଲେ କି ବାପା ପଞ୍ଚାୟତରେ କଣ ନିଷ୍ପତ୍ତି ହେଲା? ଦୁଃଖ ମନରେ ରାଜେଶ ବାବୁ କିଛି ନ କହି ଘର ଭିତରକୁ ପଳେଇଲେ। ବାପାଙ୍କର ଏପରି ଅବସ୍ଥା ଦେଖିକି ଲିପି ବି ଚିନ୍ତିତ ହୋଇଗଲେ।
ସେଠୁ ସେ ଗାଁର ଅନ୍ୟ ଲୋକଙ୍କୁ ଯାଇ ପଚାରିଲେ କି ପଞ୍ଚାୟତରେ କଣ ହୋଇଥିଲା। ସେମାନେ ସବୁ କଥା କହିଦେଲେ କି କେମିତି ରଞ୍ଜିତ ଆସି ବାପାଙ୍କୁ ପୁରା ବେଜିତ କଲା। ଆଉ ଗାଁ ଲୋକ ବି କିଛି କହିଲେନି। ଏକଥା ଲିପିକୁ ବହୁତ ଜୋରରେ ଖରାପ ଲାଗିଥିଲା। ଧୀରେ ଧୀରେ ସନ୍ଧ୍ୟା ହେବାରେ ଲାଗିଲା। ଲିପି ଓ ସାନ ଭଉଣୀ ନିଜ ରୁମରେ ଶୋଇବା ପାଇଁ ଚାଲିଗଲେ। କିନ୍ତୁ ରାଜେଶ ବାବୁ ଓ ତାଙ୍କ ସ୍ତ୍ରୀ ତାଙ୍କ ରୁମରେ ବସି କଥା ହେଉଥିଲେ। ଏହି ଘଟଣାକୁ ନେଇ ଲିପି ବି ଶୋଇପାରୁନଥିଲେ। ତେଣୁ ସେ ବାହାରକୁ ପଳାଇ ଆସିଲେ। ସେତେବେଳେ ସେ ବାପା ମାଙ୍କର କଥା ଶୁଣିବାକୁ ପାଇଲେ। ରାଜେଶ ବାବୁ ତାଙ୍କ ସ୍ତ୍ରୀଙ୍କୁ କହୁଥିଲେ କି ଆଜି ଯାହା ହେଲା, ଯଦି ଲିପି ଜାଗାରେ ମୋର ପୁଅ ଥାନ୍ତା ତାହେଲେ ଏମିତି ହୋଇନଥାନ୍ତା। ଏକଥା ଯେମିତି ଲିପି କାନରେ ପଡ଼ିଛି କାନ୍ଦି ପକେଇଲେ। କାହିଁକି ନା ଆଜି ତାଙ୍କୁ ଅନୁଭବ କରି ଦିଆଯାଇଥିଲା କି ସେ ଜଣେ ଝିଅ, ପୁଅ ନୁହନ୍ତି। ବାପା କହୁଥିଲେ କି ଯଦି ପୁଅ ହୋଇଥାନ୍ତା ତାହେଲେ ସେ ମୋ କାନ୍ଧରେ କାନ୍ଧ ମିଶେଇକି ଛିଡା ହୋଇଥାନ୍ତା, ଆଉ ସେମାନଙ୍କର ବି ଏତେ ସାହସ ହୋଇନଥାନ୍ତା କିଛି କହିବାକୁ। ହେଲେ ରାଜେଶ ବାବୁଙ୍କ ସ୍ତ୍ରୀ କହୁଥିଲେ କି ଜମା ବି ମନ ଦୁଃଖ କରନି। ଭଗବାନ ଯଦି ଝିଅ ଦେଇଛନ୍ତି ତାହେଲେ କିଛି ବି ଅସୁବିଧା ନାହିଁ। ରାଜେଶ ବାବୁଙ୍କ ସ୍ତ୍ରୀ ତ ରାଜେଶ ବାବୁଙ୍କୁ ବୁଝାଉଥିଲେ। ହେଲେ ଏଇ କଥା ଲିପିଙ୍କୁ ଜମା ବି ଭଲ ଲାଗିଲାନି। ତାଙ୍କ ଛାତିରେ ଯେମିତି କଣ୍ଟା ଗଳିବା ପରି ଗଳି ଯାଇଥିଲା। ଆଉ ତାଙ୍କ ମନରେ ବି ଚାଲିଥିଲା କି ଯଦି ମୁଁ ପୁଅ ହୋଇଥାନ୍ତି ତାହେଲେ ବାପାଙ୍କ କାନ୍ଧରେ କାନ୍ଧ ମିଳେଇକି ତାଙ୍କ ସାଥ ଦେଇପାରିଥାନ୍ତି। ପୁରା ରାତି ତାଙ୍କ ଆଖିରେ ନିଦ ନଥିଲା। ମନରେ ବାରମ୍ବାର ସେହି ଗୋଟିଏ କଥା ଆସୁଥିଲା। ପରଦିନ ସକାଳ ହେଲା। ସେ କଲେଜ ଯିବା ପାଇଁ ପ୍ରସ୍ତୁତ ହେଲେ। ହେଲେ କ୍ଲାସରେ ବି ସେହି ଗୋଟିଏ କଥା ତାଙ୍କ ମନରେ ବାରମ୍ବାର ଆସୁଥିଲା କି ସତରେ ଯଦି ମୁଁ ପୁଅ ହୋଇଥାନ୍ତି ତାହେଲେ ସେମାନେ ବାପାଙ୍କର ବେଜିତ କରିବା ପାଇଁ ସାହସ ବି କରିନଥାନ୍ତେ। ବାପାଙ୍କୁ ଏତେ କଥା ଶୁଣିବାକୁ ପଡ଼ିନଥାନ୍ତା। ଭାବି ଭାବି ତାଙ୍କ ମନ ବି କୌଣସି ପାଠରେ ଲାଗୁନଥିଲା। ଏମିତି କେତେ ଦିନ ଯାଏଁ ଲିପି ଗୁମସୁମ ହୋଇ ବସି ରହୁଥିଲେ। ଲିପିଙ୍କୁ ଏମିତି ଦେଖି ତାଙ୍କର ରୀତା ମ୍ୟାଡାମଙ୍କର ମନରେ ସନ୍ଦେହ ହେଲା। ଦିନେ ସେ ଲିପିକୁ ଡାକି ପଚାରିଲେ କି ଲିପି, ତମେ କ୍ଲାସରେ ତ ଅଛ, ହେଲେ ତମ ଧ୍ୟାନ ଆଉ କୁଆଡେ ରହୁଛି? କଣ ହୋଇଛି ତମର? ମତେ କୁହ। ଯଦି କିଛି ହୋଇଥିବ ମୁଁ ସମାଧାନ ପାଇଁ ଚେଷ୍ଟା କରିବି। ମ୍ୟାଡାମଙ୍କର ସ୍ନେହବୋଳା କଥାରେ ଲିପି କାନ୍ଦି ପକେଇଲେ। ଆଉ ମ୍ୟାଡାମକୁ ଧରି କାନ୍ଦି କାନ୍ଦି ସବୁ କଥା କହିଲେ। ବାପା ତାଙ୍କର ବେଜିତକୁ ନେଇ ପୁରା ଭାଙ୍ଗି ପଡ଼ିଛନ୍ତି। ଆଉ ସେ ବି ମାଙ୍କୁ କହୁଥିଲେ କି ମୁଁ ଯଦି ପୁଅ ହୋଇଥାନ୍ତି ତାହେଲେ ତାଙ୍କ କାନ୍ଧରେ କାନ୍ଧ ମିଶାଇ ତାଙ୍କୁ ସାହାଯ୍ୟ କରିଥାନ୍ତି। ସେମାନେ ବାପାଙ୍କୁ ବେଜିତ କରିବାକୁ ସାହସ କରିନଥାନ୍ତେ। ଏକଥା ଶୁଣିବା ପରେ ରୀତା ମ୍ୟାଡାମ ବି ଅସୁବିଧାରେ ପଡ଼ିଗଲେ। ଏକ ଏମିତି କଥା ତାଙ୍କ ସାମ୍ନାକୁ ପଳେଇ ଆସିଲା ଯେଉଁଠି ପୁଅ ଝିଅଙ୍କ ଭିତରେ ଫରକ ଦେଖାଯାଉଥିଲା। ରୀତା ମ୍ୟାଡାମ ଜଣେ ଅଧ୍ୟାପକ ଥିଲେ। ସେ ଜାଣିଥିଲେ ପୁଅ ଝିଅ ସମସ୍ତେ ସମାନ। ଝିଅ ବି ସମାନ କାମ କରିପାରିବ। ତାପରେ ସେ ଲିପିକି ବୁଝେଇଲେ, ଲିପି, କିଛି ବି ଅସୁବିଧା ନାହିଁ। ତୁ ଝିଅ ହେଲେ କଣ ହେଲା? ଝିଅମାନେ କେବେ ବି ଦୁର୍ବଳ ନୁହନ୍ତି। ଝିଅମାନେ କିଛି ବି କରିପାରନ୍ତି। ତାପରେ ରୀତା ମ୍ୟାଡାମ ଲିପିକୁ ବହୁତ ବୁଝେଇବା ସହିତ ତାଙ୍କୁ ଉତ୍ସାହିତ କଲେ। କହିଲେ କି ଲିପି, ତମେ ଭଲରେ ପାଠ ପଢ ଆଉ ଏକ ବଡ ଅଫିସର ହୁଅ। ତାପରେ ତମ ବାପାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ବେଜିତର ତମେ ବି ପ୍ରତିଶୋଧ ନେଇପାରିବ। ସେଠୁ ଲିପି ମନରେ ଜୋଶ ପଳେଇ ଆସିଲା। ଆଉ ସେ ରୀତା ମ୍ୟାଡାମଙ୍କ ଆଗରେ ପ୍ରତିଜ୍ଞା କଲେ କି ମ୍ୟାଡାମ, ମୁଁ ପଢି ପଢି ଏକ ବଡ ଅଫିସର ହେବି ଆଉ ବାପାଙ୍କ ବେଜିତର ପ୍ରତିଶୋଧ ନେବି। ସେଠୁ ଲିପି ଖୁବ ପରିଶ୍ରମ କରିବାରେ ଲାଗିଲେ। ଯେତେବେଳେ ତାଙ୍କ ମନ ଦୁର୍ବଳ ହୋଇଯାଉଥିଲା ସେତେବେଳେ ବାପାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ବେଜିତ କଥା ତାଙ୍କର ମନେ ପଡ଼ିଯାଉଥିଲା। ଧୀରେ ଧୀରେ ସମୟ ବିତିବା ସହିତ ଗ୍ରାଜୁଏସନ ସରିଗଲା। ଆଉ ଗ୍ରାଜୁଏସନ ସରିବା ପରେ ରାଜେଶ ବାବୁ ଲିପିକୁ କହିଲେ କି ଝିଅ, ଏବେ ତୋର ବୟସ ହୋଇଗଲାଣି, ତେଣୁ ତତେ ବାହା କରେଇଦେବି। ହେଲେ ଲିପି କହିଲେ କି ବାପା, ଏବେ ମୁଁ ଜମା ବି ବାହା ହେବିନି। ମୁଁ ଆହୁରି ପଢିବି ଆଉ ଜଣେ ବଡ ଅଫିସର ହେବି। ତାପରେ ବାପା ବି ଖୁସି ହୋଇଗଲେ। କହିଲେ କି ଠିକ ଅଛି ଝିଅ, ତୋ ପାଖରେ 2 ବର୍ଷ ଅଛି। ଆଉ ସେ 2 ବର୍ଷ ଭିତରେ ଯଦି ତୁ ତୋ ଲକ୍ଷ୍ୟରେ ସଫଳ ହୋଇଗଲୁ ତାହେଲେ ବହୁତ ଭଲ କଥା, ନହେଲେ ତୋ ବିବାହ କରେଇଦେବି। ଶୁଣିକି ଲିପି ଟିକେ ଚିନ୍ତିତ ହୋଇଗଲେ। କିନ୍ତୁ ପରେ ସେ ନିଜ ମନକୁ ବୁଝେଇଲେ ଆଉ ପାଠ ପଢା ଆରମ୍ଭ କରିଦେଲେ। ବାପାଙ୍କୁ କହିଲେ କି ବାପା,
ମୁଁ ଦିଲ୍ଲୀ ଯାଇ ପ୍ରସ୍ତୁତି କରିବାକୁ ଚାହୁଁଛି। ରାଜେଶ ବାବୁ ଟିକେ ଚିନ୍ତା କରିବା ପରେ ରାଜି ହୋଇଗଲେ। ଆଉ ସପ୍ତାହ ଭିତରେ ଲିପି ଦିଲ୍ଲୀ ପଳେଇଲେ। ସେ ଘଟଣା ପରେ ରାଜେଶ ବାବୁ ଚାଷ କାମ ଛାଡ଼ି ଏକ କମ୍ପାନୀରେ ଯୋଗ ଦେଇଥିଲେ। ଆଉ ସେହି ସାହସରେ ସେ ଲିପିଙ୍କୁ ଦିଲ୍ଲୀ ଯିବା ପାଇଁ ହଁ କରିଦେଇଥିଲେ। ଦିଲ୍ଲୀ ଯିବା ପରେ ଲିପି ପାଠପଢ଼ାରେ ଖୁବ୍ ପରିଶ୍ରମ କରୁଥିଲେ। ଦିନ ରାତି ଏକ କରିଦେଇଥିଲେ। ଏମିତି ସମୟ ବିତୁଥିଲା। ପ୍ରଥମ ବର୍ଷ ସେ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେନି। ହେଲେ ସାହସ ହାରି ନଥିଲେ। ମନ ଦୁଃଖ ହୋଇଗଲେ ସେ ବାପାଙ୍କର ବେଜିତ୍ କଥା ମନେ ପକାଉଥିଲେ। ଆଉ ତାପରେ ସତ ସିଂହର ସାହସ ତାଙ୍କ ଭିତରେ ପଳାଇ ଆସୁଥିଲା। ପୁଣି ପାଠ ପଢ଼ାରେ ଲାଗି ଯାଉଥିଲେ। ହେଲେ ଏଥର ଆଉ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଲାନି। ଦ୍ୱିତୀୟ ଥରରେ ହିଁ ସେ IAS ପାଇଗଲେ। ଯେଉଁଦିନ IAS ରେଜଲ୍ଟ ଆସିଲା ଶୁଣିକି କାନ୍ଦିବାରେ ଲାଗିଲେ। ତାଙ୍କ ପାଖରେ ଥିବା ଝିଅମାନେ ପଚାରିଲେ କି ତମେ ତ IAS ହୋଇଗଲ, ତଥାପି ଏମିତି ବିକଳ ହୋଇ କାହିଁକି କାନ୍ଦୁଛ? ଶୁଣିକି ଲିପି ଶାନ୍ତ ହୋଇଗଲେ ସତ, ହେଲେ ତାଙ୍କ ଆଖିରୁ ଲଗାତାର ଲୁହ ବାହାରୁଥିଲା। ସେ କହିଲେ କି ଆଜି ମୁଁ ମୋ ମ୍ୟାଡାମଙ୍କ ପାଇଁ ମୋ ଲକ୍ଷ୍ୟ ପାଇଗଲି। ସେ ମୋତେ ସବୁଥିରେ ସାହାଯ୍ୟ କରିଥିଲେ। ସେଠୁ ଲିପି ରୀତା ମ୍ୟାଡାମକୁ ଫୋନ କରି ଖୁସି ଖବର ଦେଲେ। ଶୁଣିକି ରୀତା ମ୍ୟାଡାମ ବି ଖୁସି ହୋଇଗଲେ ଆଉ ଢେର ସାରା ଆଶୀର୍ବାଦ ଦେଲେ। ତାପରେ ବାପାଙ୍କୁ ଫୋନ କରି ଖୁସିର ଖବର ଦେଲେ। କହିଲେ କି ବାପା, କିଛି ଦିନ ଭିତରେ ମୋର ଟ୍ରେନିଂ ଆରମ୍ଭ ହୋଇଯିବ ଆଉ ତାପରେ ମୁଁ ଜିଲ୍ଲାପାଳ ହୋଇଯିବି। ହେଲେ ବାପା ଗାଁରେ ଏକଥା କାହାକୁ ବି କହିବନି। ରାଜେଶ ବାବୁ କହିଲେ କି ଝିଅ, ଏତେ ବଡ଼ ଖୁସି ଖବର ମୁଁ କାହାକୁ କହିବିନି ବୋଲି କାହିଁକି କହୁଛୁ? ଲିପି କହିଲେ କି ବାପା, ମୁଁ ଏକଥା ପରେ କହିବି, ହେଲେ ତମେ କାହାରିକୁ କିଛି ବି କହିବନି। ଧୀରେ ଧୀରେ ସମୟ ବିତୁଥିଲା। ଆଉ ସମୟ ବିତିବା ସହିତ ଲିପିଙ୍କର ଟ୍ରେନିଂ ବି ସରିଗଲା। ଜଏନିଂ ଆଗରୁ କିଛି ସମୟ ତାଙ୍କ ପାଖରେ ରହିଥିଲା। ସେ ସମୟ ସେ ଘରେ ବିତେଇବା ପାଇଁ ଗାଁକୁ ଆସିଲେ। ଆଉ ଯେମିତି ଘରେ ପହଞ୍ଚିଲେ ଲିପିଙ୍କୁ ଦେଖି ସମସ୍ତେ କାନ୍ଦି ପକେଇଲେ। କାହିଁକି ନା ଗତ 2 ବର୍ଷ ହେଲା ଲିପି ନା ଘରକୁ ଆସିଥିଲେ ନା ପରିବାର ସହିତ ଠିକରେ କଥା ହୋଇଥିଲେ। କାହିଁକି ନା ଏ 2 ବର୍ଷ ଲିପି ଏକ କରିଦେଇଥିଲେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ। ଏପରିକି ସେ ନିଜ ରୁମ୍ ବାହାରେ କ'ଣ ଘଟୁଛି ତାହା ବି ଜାଣିପାରୁନଥିଲେ। ଦିନ ହୋଇଛି ନା ରାତି ହୋଇଛି। ତାପରେ ସେ ବାପାଙ୍କ ଆଗରେ ଛିଡ଼ା ହୋଇ କହିଲେ କି ବାପା, କାଲି ତମେ ପଞ୍ଚାୟତ ବୈଠକ ଡାକିବ। ବାପା ପଚାରିଲେ କି ଝିଅ, କ'ଣ ହେଲା ଯେ ପଞ୍ଚାୟତ ଡାକିବା ପାଇଁ କହୁଛୁ? ସେଠୁ ଲିପି କହିଲେ କି ବାପା, ତମର କ'ଣ ମନେ ନାହିଁ କି ତମେ 3 ବର୍ଷ ଆଗରୁ ଯେତେବେଳେ ପଞ୍ଚାୟତ ଡାକିଥିଲ ସେଠାରେ ତମର କେତେ ବେଜ୍ଜତି କରାଯାଇଥିଲା, ଆଉ କାଲି ତାହାର ହିସାବ ହେବ। ବାପାଙ୍କର ବେଜ୍ଜତି ଝିଅ ମନେ ରଖିଥିବା କଥା ଜାଣିବା ପରେ ରାଜେଶ ବାବୁ ଯେମିତି ଚକିତ ହୋଇଗଲେ ଆଉ ସେଠାରେ ହିଁ କାନ୍ଦି ପକେଇଲେ। ଖାଲି ରାଜେଶ ବାବୁ କାହିଁକି, ପୁରା ପରିବାର କାନ୍ଦି ପକେଇଲେ। ଝିଅ ହୋଇ ଲିପି ବାପାଙ୍କ ଅପମାନ କଥା ଭୁଲି ନଥିଲେ। ଲିପି ବାପାଙ୍କୁ କୁଣ୍ଢେଇ ପକେଇ କହିଲେ କି ବାପା, ଏବେ ତମର ଆଉ ଚିନ୍ତା କରିବାର କିଛି ନାହିଁ। ତମ ଅପମାନର ପ୍ରତିଶୋଧ ନେବାକୁ ପଡ଼ିବ। ତେଣୁ ତମେ ଆଉ ଥରେ ପଞ୍ଚାୟତ ଡାକ। ହେଲେ ମା କହିଲେ କି ଝିଅ, କିଛି ଦରକାର ନାହିଁ। ତୁ ଏତେ ବଡ଼ ଅଫିସର ହୋଇଗଲୁ, ଆଉ ଆମର କିଛି ବି ଦରକାର ନାହିଁ। ହେଲେ ଲିପି ସଫା ସଫା କହିଦେଲେ କି ଯେମିତି ହେଲେ ପଞ୍ଚାୟତ ବୈଠକ ଡାକ। ପରଦିନ ପଞ୍ଚାୟତ ବୈଠକ ବସିଲା। ରଣଜିତ ବି ନିଜ ଲୋକଙ୍କୁ ନେଇ ସେଠାକୁ ଆସିଲେ, ଯିଏକି ଲିପିଙ୍କ ବାପାକୁ ଧମକ ଦେଇ ସେ ଜମି ହଡପ କରି ନେଇଥିଲେ। ତା ସହିତ ଭରା ସଭାରେ ଲିପିଙ୍କ ବାପାଙ୍କୁ ଅପମାନ ଦେଇଥିଲେ। ବୈଠକକୁ ଲିପି ନିଜ ବାପାଙ୍କ ସହିତ ଗଲେ। ଜଣେ ଅଫିସରର ଅନ୍ଦାଜରେ ସେ ସେଠାକୁ ପହଞ୍ଚିଗଲେ। ବୈଠକରେ ସଫା ସଫା କହିଲେ କି 3 ବର୍ଷ ଆଗରୁ ଆପଣମାନେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ସମ୍ପୂର୍ଣ୍ଣ ଭୁଲ ଥିଲା। ତେଣୁ ଆଜି ଆଉ ଥରେ ସେ ଫଇସଲା କରିବାକୁ ପଡ଼ିବ। ସେତେବେଳେ ମୋ ବାପା ଏକା ଥିଲେ, ଆଉ ଆଜି ମୁଁ ମୋ ବାପାଙ୍କ କାନ୍ଧରେ କାନ୍ଧ ମିଶେଇକି ଏଠାରେ ଛିଡ଼ା ହୋଇଛି। ଆଉ ଆପଣମାନଙ୍କର ସଠିକ ନିଷ୍ପତ୍ତିକୁ ଅପେକ୍ଷା କରୁଛି। ଲିପିଙ୍କର ଏମିତି ଦବଙ୍ଗ ଷ୍ଟାଇଲ ଦେଖି ପଞ୍ଚାୟତ ସଦସ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଯେଉଁ ଝିଅକୁ ରାଜେଶ ବାବୁ ବାହାରକୁ ଛାଡ଼ୁ ନଥିଲେ ସେହି ଝିଅ ଆଜି ଭରା ସଭାରେ ସମସ୍ତଙ୍କ ଆଖିରେ ଆଖି ମିଶେଇ କଥା କହୁଥିଲେ। ତେଣୁ ଆଶ୍ଚର୍ଯ୍ୟ ହୋଇ କିଛି ସଦସ୍ୟ ରାଜେଶ ବାବୁଙ୍କୁ ପଚାରିଲେ କି
ତମେ ତମ ଝିଅକୁ ସାଥିରେ ନେଇକି କାହିଁକି ଆସିଛ? ସେତେବେଳେ ରାଜେଶ ବାବୁ କହିଲେ କି ଆପଣ ଯାହାକୁ ଦେଖୁଛନ୍ତି ସେ ଜଣେ IAS ଅଫିସର। ସେ ହେଉଛି ମୋ ଝିଅ ଲିପି। ସେ ହିଁ ମୋତେ ପଞ୍ଚାୟତ ଡାକିବାକୁ କହିଥିଲା। ଆଉ କହିଥିଲା କି 4 ବର୍ଷ ତଳର ପଞ୍ଚାୟତର ଶୁଣାଣି ଆଉ ଥରେ ହେବ। କାରଣ ସେତେବେଳେ ଆପଣମାନେ ନିଷ୍ପତ୍ତିକୁ ଅଧାରେ ଛାଡ଼ିକି ପଳେଇଥିଲେ। ଏବେ ଯେମିତି ସମସ୍ତେ ଜାଣିଲେ କି ଲିପି IAS ଅଫିସର ହୋଇଯାଇଛନ୍ତି, ସମସ୍ତଙ୍କର ମୁହଁ ତଳକୁ ହୋଇଗଲା। କାରଣ ପଞ୍ଚାୟତର କିଛି ସଦସ୍ୟ ବି ରାଜେଶ ବାବୁଙ୍କର ମଜାକ ଉଡ଼ାଇଥିଲେ। ଏହା ଭିତରେ ସ୍ଥାନୀୟ ପୋଲିସ ବି ଆସି ପହଞ୍ଚି ଯାଇଥିଲା, ଯାହାକୁ ଲିପି ନିଜେ ଫୋନ କରି ଡକେଇଥିଲେ। ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏବେ ଫଇସଲା ହେଲା। ସେ ରଞ୍ଜିତକୁ ଭରା ସଭାରେ ଲିପି ଓ ତାଙ୍କ ବାପାଙ୍କ ଠାରୁ ଅପମାନିତ ହେବାକୁ ପଡ଼ିଲା। ରଞ୍ଜିତ ରାଜେଶ ବାବୁଙ୍କର ସେ ଜମିକୁ ଛାଡ଼ିଦେଲେ। ଲିପି ପୁରା ପ୍ରତିଶୋଧ ନେଲେ। ଆଉ ମନ ଇଚ୍ଛା ରଞ୍ଜିତ ସହିତ ବାପାଙ୍କ ମଜାକ ଉଡ଼ାଇଥିବା ଲୋକଙ୍କୁ ଗାଳି ଦେଲେ। ରଞ୍ଜିତ ଆଉ ତାଙ୍କ ଲୋକଙ୍କ ପାଟିରୁ ପଦିଏ ବି କଥା ବାହାରିଲାନି। କାରଣ ସେ ଜାଣିଥିଲା କି ଜଣେ ଜିଲ୍ଲାପାଳଙ୍କ ସହିତ ଲାଗିଲେ ସେ ବର୍ବାଦ ହୋଇଯିବ। ରାଜେଶ ବାବୁଙ୍କ ସପକ୍ଷରେ ଥିବା ଲୋକ ପୁରା ଖୁସି ହୋଇଯାଇଥିଲେ। ସେମାନେ ବି ଅନୁଭବ କରିପାରିଲେ କି ଝିଅ ବି ପୁଅ ଠାରୁ କମ୍ ନୁହେଁ। ପରଦିନ ଲିପି ନିଜେ ବାପାଙ୍କୁ ସାଥିରେ ନେଇ ସେ ଜମିକୁ ଗଲେ। ଆଉ କହିଲେ କି ବାପା, ଏବେ ତମେ ଆରାମରେ ଏଠାରେ କାମ କରିବ। ଏବେ ତମେ କାହାକୁ ବି ଡରିବା ଦରକାର ନାହିଁ। ଏହାପରେ ଗାଁରେ ଲିପିଙ୍କର ଇଜ୍ଜତ ପୁରା ବଢ଼ିଗଲା। ସେଦିନ ଘରେ ପହଞ୍ଚିବା ପରେ ଲିପି ଇମୋସନାଲ ହୋଇଗଲେ। ଆଉ କହିଲେ କି ବାପା, ମୁଁ ଝିଅ ହେଲେ ବି କୌଣସି ପୁଅଠୁ କମ୍ ନୁହେଁ। ରାଜେଶ ବାବୁ କହିଲେ କି ଝିଅ, ମୁଁ କେତେବେଳେ କହିଲି କି ତୁ ଝିଅ ଆଉ ପୁଅଠୁ କମ୍ ବୋଲି? ସେଠୁ ଲିପି କହିଲେ କି ବାପା, ତମେ ସେଦିନ ମାଙ୍କୁ ଯାହା ସବୁ କହୁଥିଲ ମୁଁ ଶୁଣି ଦେଇଥିଲି। ଆଉ ଶୁଣିବା ପରେ ମୁଁ ପ୍ରତିଜ୍ଞା କରିଥିଲି କି ମୁଁ ଜିଲ୍ଲାର ସବୁଠୁ ବଡ଼ ଅଫିସର ହୋଇ ଦେଖାଇବି ବୋଲି। ଆଉ ସବୁଠୁ ବଡ଼ ଅଫିସର ହୋଇ ତମ କାନ୍ଧରେ କାନ୍ଧ ମିଶାଇକି ଚାଲିବି। ଏକଥା ଶୁଣିକି ଲିପିଙ୍କ ବାପାଙ୍କ ମୁହଁ ତଳକୁ ହୋଇଗଲା। ସାଙ୍ଗେ ସାଙ୍ଗେ ଲିପି ବାପାଙ୍କୁ ଜାବୁଡ଼ି ଧରି କହିଲେ ବାପା, ତମେ ଖରାପ ଭାବିବା ଦରକାର ନାହିଁ। ଏବେ ସେମାନେ ମୁହଁ ତଳକୁ କରି ଚାଲିବେ ଯେଉଁମାନେ ତମକୁ ବେଜତ କରିଥିଲେ। ତାପରେ ପୁରା ପରିବାରରେ ଖୁସିର ମାହୋଲ ଆସିଯାଇଥିଲା। ହସ ଖୁସିରେ ଦିନ ବିତିଗଲା। କିଛି ଦିନ ପରେ ଲିପିଙ୍କ ଚାକିରିରେ ଡକରା ପଳେଇ ଆସିଲା। ଲିପିଙ୍କର ପୋଷ୍ଟ ଅନ୍ୟ ଏକ ଜିଲ୍ଲାରେ ହୋଇଗଲା। ଲିପି ପୁରା ସଚ୍ଚୋଟତାର ସହିତ କାମ କରୁଥିଲେ। ଏହା ଭିତରେ ଲିପି ତାଙ୍କ ଜିଲ୍ଲାର ଏସ୍ପିଙ୍କୁ ରଞ୍ଜିତ ଓ ତାଙ୍କ ଲୋକଙ୍କ ବିଷୟରେ ସମ୍ପୂର୍ଣ୍ଣ ଖବର ଦେଇଦେଲେ। କେମିତି ସେମାନେ ବେଆଇନ କାରବାରରେ ଲିପ୍ତ ରହିଛନ୍ତି ଓ ଗାଁର ପରିବେଶକୁ ନଷ୍ଟ କରୁଛନ୍ତି। ଆଉ କହିଲେ କି ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ। ଜଣେ ଜିଲ୍ଲାପାଳଙ୍କ କଥା ଶୁଣିବା ପରେ ଏସିପି ତୁରନ୍ତ ଥାନା ଅଧିକାରୀଙ୍କୁ ଡାକି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ। ଆଉ ଅଳ୍ପ ଦିନ ଭିତରେ ପୋଲିସ ପ୍ରମାଣ ସହିତ ରଞ୍ଜିତ ଓ ତାଙ୍କ ଲୋକଙ୍କୁ ଗିରଫ କରିନେଲା। ପୋଲିସ ତାଙ୍କର ସବୁ ବେଆଇନ କାରବାରକୁ ବନ୍ଦ କଲା। ଏବେ ଗାଁ ଲୋକ ବି ଶାନ୍ତିରେ ନିଶ୍ୱାସ ମାରୁଥିଲେ। କାରଣ ରଞ୍ଜିତର ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଆଉ ଏବେ ସେଥିରୁ ନିସ୍ତାର ମିଳିଲା। ଏକଥା ଜାଣିବା ପରେ ରାଜେଶ ବାବୁଙ୍କର ଛାତି ଆହୁରି ଚଉଡ଼ା ହୋଇଯାଇଥିଲା। ସେ ନିଜ ଝିଅକୁ ନେଇ ବହୁତ ଗର୍ବ କରିବାରେ ଲାଗିଲେ। ତ କାହାଣୀ ଏତିକି ଥିଲା। ଜଣେ ଝିଅ ହୋଇ ବି ଲିପି ଦେଖେଇ ଦେଲେ କି ସେ କୌଣସି ପୁଅଠାରୁ କମ୍ ନୁହେଁ। ସେ ବାପାଙ୍କ ଅପମାନର ପ୍ରତିଶୋଧ ନେବା ସହିତ ନିଜ ଜୀବନକୁ ଗଢ଼ି ତୋଳିଲେ। ଲିପିଙ୍କ ଉଦ୍ୟମକୁ ଆପଣ କ'ଣ କହିବେ? କମେଣ୍ଟ ବକ୍ସରେ ନିଜର ନାଁ ଓ ଜାଗା ନାଁ ଲେଖି କମେଣ୍ଟ କରିବେ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ହଁ, ଆପଣ ଏହି ଭିଡିଓକୁ ନିଶ୍ଚୟ ଆପଣଙ୍କର ମା ଓ ଭଉଣୀ କି ସାଙ୍ଗମାନଙ୍କ ସହିତ ସେୟାର ନିଶ୍ଚୟ କରିବେ। ଫଳରେ ସେମାନେ ବି ଉତ୍ସାହିତ ହୋଇପାରିବେ। ଆଉ ସେମାନେ ଉତ୍ସାହିତ ହୋଇପାରିଲେ ଆମର ଉଦ୍ୟମ ସଫଳ ହୋଇପାରିବ। ଏବେ ଆମକୁ ଉତ୍ସାହିତ କରି ଯେଉଁମାନେ ଆମ ଭିଡିଓକୁ ପୁରା ଦେଖିବା ସହିତ ଲାଇକ୍ ସେୟାର ଓ କମେଣ୍ଟ କରୁଛନ୍ତି ସେମାନଙ୍କର ନାଁ ଘୋଷଣା କରିବାର ପାଳି। ସେମାନେ ହେଲେ ଶିଶିର ବୁଢ଼ା ସୁନ୍ଦରଗଡ଼, ସୁଲୋଚନା ସାହୁ ରାୟଗଡ଼ା, କିଶୋର ବେହେରା ବୀଣାପାଣି ଷଡ଼ଙ୍ଗୀ, ଦିଲ୍ଲୀପ ପୁଣ୍ଟିଆ ଭଦ୍ରକ,
ଲକ୍ଷ୍ମୀପ୍ରିୟା ମହାନ୍ତି, ସସ୍ମିତା ପଟ୍ଟନାୟକ କୁରାଡ଼ାମଲ, ଇତିଶ୍ରୀ ପାତ୍ର ରାମଚନ୍ଦ୍ର, ମାନସୀ ସ୍ୱାଇଁ ଓ ପ୍ରଶାନ୍ତ ସ୍ୱାଇଁ ଜଗତସିଂହପୁର, ଗୋବିନ୍ଦ ପ୍ରସାଦ କମ୍ବୁପାଣି ପ୍ରଧାନ, ଗଣେଶ ସାହୁ ବିନତି ଜେନା, ଧ୍ରୁବଚରଣ ପୃଷ୍ଟି ବିଚିତ୍ରାନନ୍ଦ ସାହୁ, ଗଗନ କୁମାର ପଣ୍ଡା, କିଶୋର ବେହେରା, ନାରାୟଣ ମିଶ୍ର, ଭରତ ମାଝୀ କଳାହାଣ୍ଡି, ଯଶବନ୍ତ ରକ୍ସ ସୁନ୍ଦରଗଡ଼, ନିମାଇ ମାଝୀ ହରିଚନ୍ଦନପୁର, ମିଥୁନ ନାୟକ ହୃଷିକେଶ ସ୍ୱାଇଁ ରାଜକାପୁର ବଂଶଲ ବଲାଙ୍ଗୀର, ଆଶୁ ଅନୁଗୁଳ। ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏମିତି ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।